श्रोता बंधु नमस्कार। कथा कौन कि परिवेश परिसंस्थान आउ परिजन जहाँ जहाँ परिप्रकाश करती ताहा परिवार पाई सेते भल खबर नुह। से कि परिश्रम करी परिबा किणीबी आपण परिताप करुछंती जे आज भल खाइया को मिललानी कहीं कहले प्रकृति जो बिगड़ी जाए सेते बेले मनीष मनरे एक बात्या सृष्टि हुए। यही ग्रह माने प्रति मुहूर्त मत बदलाउछंती मन बदलाउछंती जाफल समस्त प्राणी क्रमशः दुखरु अधिक दुख को ठेली ही जाउछंती। आज आम बिछा रेसी उपर आलोचना करिबा जे सूर्य जो दिन माने जानुआरी 14 उत्तरायण पर्व आरंभ कले से दिन ठारू से टिके तेजियान ही गले आउ बसंत को स्वागत न करी सीधा ग्रीष्म को आह्वान कले। तेणु टिके ताप बढ़ीगला शीत कमीगला कष्ट टिके हम। ये जो संतुलन यही समय मशा मानकर विनाश हुए किंतु हठात जो खरा आसीगला गरम आसीगला मशा मान वंश बढ़ीगला। वर्तमान प्राय समस्ते त्राही ताई डाकुचंती ये मशा मान प्रादुर्भाव एते बढ़ी जाइए। बंधु ये उत्तरायण पर्वर द्वितीय मास कुंभ मास तार कार्यकाल फेब्रुआरी 12 रु मार्च 14 जाए। ये मासरे बिछा राशि बंधु क्यों क्यों समस्यार सम्मुखीन हेबे किभली तार समाधान करेंगे एथिपाई एक क्षुद्र प्रबंध अच्छी आम से प्रबंध अवश्य पाठ करिबा। हेले मास फेब्रुआरी 26 जाए बुध बिछा राशि को पूर्ण सहयोग करेंगे। जदि मूल जातक बुध मिथुन कन्या कुंभ शनि तुला और वृषर थे बृहस्पति भी बापांग भली खाइबाकू पिंधिबाकू रहिबाकू आवश्यक उपकरण जोगाई देवे। मान सम्मान धन किभली बढ़िबो सेतिपय सहयोग करिवे। जदि मूल जातक से कर्कटरे धनुरे मीनरे सिंहरे बिछारे बा मेषरे थिबे शुक्र भी कम सहयोग करिवेनी। अतीतर समस्त दुख को हरण करी से सुख वृष्टि करिवे। जदि जातक शुक्र तुलारे मकरे कुंभरे मीनरे वृषरे मिथुनरे बा कन्यारे थिबे केतु जी सबू रोगर आवाहक से सबू रोग को हरण करी समस्त भोग सृष्टि करिवे। से जदि मेष मीन कर्कट सिंह
ବିଛା ହଁ ଏଇ ଜାଗାରେ ଥିବେ ମୂଳ ଜାତକରେ। ତେଣୁ ଏ ମାସରେ ଯେତିକି ଆଲୋଚନା କଲେ ସେତିକିରୁ ବୁଝିଲେ କ'ଣ? ବୁଧ, ଶୁକ୍ର, ବୃହସ୍ପତି, କେତୁ ପୂର୍ଣ୍ଣ ସହଯୋଗ କରିବେ। ଚନ୍ଦ୍ର ତ 2.5 ଦିନରେ ଘର ବଦଳାନ୍ତି, ତାଙ୍କୁ ନେଇ ଆମେ କ'ଣ ଆଲୋଚନା କରିବା। ଆଉ ରହିଲେ 4ଟି ଗ୍ରହ, ସେମାନେ ସମ୍ପୂର୍ଣ୍ଣ ଖରାପ ପୋଜିସନ୍ ନାହାନ୍ତି। ଯେହେତୁ କୁମ୍ଭରେ 4 ଗ୍ରହର ମିଳନ ହୋଇଛି, ତେଣୁ ବିଛା ରାଶି ପାଇଁ କିଛି ଆଶୀର୍ବାଦ ମଧ୍ୟ ଅଛି। 26 ପରେ 27ରୁ ବୁଧ ଆଉ ରାହୁ ମିନୁ ଗଲା ପରେ ମିଞ୍ଜାସ ଖରାପ ହେଇଯିବ, ମୁଣ୍ଡ ଗୋଳମାଳ ହେଇଯିବ, କୋଉଠୁ କେମିତି ତ ସମସ୍ୟା ମାଡ଼ି ଆସିବ। କିନ୍ତୁ ବୃହସ୍ପତି, ଶୁକ୍ର, ଦେବଗୁରୁ ଆଉ ଅସୁରଗୁରୁ ଏ ଦିହେ ପ୍ରାୟ ଗୁରୁ ଦି ପଟରେ ଜଗିଛନ୍ତି। ଛାତ୍ରଙ୍କର କ'ଣ କ୍ଷତି ହେବ? ଶିଷ୍ୟ କ'ଣ ବିପଦରେ ପଡ଼ିବ? ଦି ଗୁରୁ ଦେବଗୁରୁ ବୃହସ୍ପତି, ଅସୁରଗୁରୁ ଶୁକ୍ରାଚାର୍ଯ୍ୟ, ଏ ଦିହେଁ ଯାହାକୁ ସହାୟ, ତାର ବା କିଏ କ'ଣ କରିବ? କିଏ କ'ଣ ବିଗାଡ଼ି ଦେବ? କିଛି ହେବନି। ତେଣୁ ବିଛା ରାଶି ପାଇଁ ଏ ମାସର ଫଳାଫଳ ଉତ୍ତମ ବୋଲି ଅନୁମାନ କରାଯାଏ। ବିଧି ବିଧାନ ବିଚିତ୍ର। ଆମ ଜାତକରେ ଯଦି ଗ୍ରହ ସ୍ଥିତି ଠିକ୍ ନଥିବ, ଆମର ଯଦି ମନ୍ଦ ମହାଦଶାରେ ମନ୍ଦ ଗ୍ରହଙ୍କର ଅନ୍ତର ଚାଲିଥିବ, ତେଣୁ ଆମେ କେମିତି ଭଲ ଫଳ ପାଇବା? କାୟାକୁ ଛାୟା ଅନୁସରଣ କଲା ଭଳି କର୍ମ ଫଳ ବା ଆମକୁ ଅନୁସରଣ କରିଥାଏ। ତେଣୁ ଆମେ ଯେଉଁ ଭୁଲ କାମ କରିଛେ, ତାର କୁଫଳ କ'ଣ ସେମାନେ ଭୋଗିବେ, ଆମେ ଭୋଗିବା। ତେଣୁ ବନ୍ଧୁ, ଆସନ୍ତୁ ଏଇ କ୍ଷୁଦ୍ର ପ୍ରବନ୍ଧ ଉପରେ ଆଖି ପକେଇବା। ବିଛା ରାଶିର ମାଲିକ ହେଲେ ମଙ୍ଗଳ, ତାଙ୍କୁ ଟିକେ ପ୍ରାର୍ଥନା କରିବା। ଧରଣୀ ଗର୍ଭ ସମ୍ଭୂତମ୍, ସେ ଧରଣୀ ମାର ପୁଅ, ବାପା ହେଲେ ମହାଦେବ। ଧରଣୀ ତାଙ୍କ ଦେହରୁ, ଭଗବାନ ଶିବଙ୍କ ଦେହରୁ ଝାଳ ବିନ୍ଦୁଟିଏ ମାଟିରେ ପଡ଼ି ଲାଲ ବର୍ଣ୍ଣ ହେଇଗଲା ଏବଂ ସେ ଲାଲ ବର୍ଣ୍ଣ କ୍ରମଶଃ ମାଟି ଭିତରେ ପଶିଗଲା। ତତ୍କ୍ଷଣାତ୍ ଏକ କୁମାର ମାଟିରୁ ଉତ୍ପନ୍ନ ହେଲେ, ସେ ହେଲେ ମଙ୍ଗଳ। ଧରଣୀ ଗର୍ଭ ସମ୍ଭୂତଂ ବିଦ୍ୟୁତ ପୁଞ୍ଜ ସମପ୍ରଭମ୍, ବିଜୁଳି ଲଗାଏ 4 ଦିଗରୁ ବିଜୁଳି ମାଇଲା, ଚତୁର୍ଦିଗ ଆଲୋକିତ ହେଇଗଲା। ସେ ଯେଉଁ ବିଜୁଳି, ସେ ସବୁ ବିଜୁଳି ସମୁଦାୟର ସମୂହ ତେଜ ଯେମିତି, ତାଙ୍କ ଦେହର କାନ୍ତି ସେମିତି। ଧରଣୀ ଗର୍ଭ ସମ୍ଭୂତଂ ବିଦ୍ୟୁତ ସମ୍ପ୍ରଭମ୍, ସେ କୁମାର। କୁମାର ଅର୍ଥ କାର୍ତ୍ତିକେୟ, ଆମେ ଆଗରୁ ଜାଣିଛେ। କୁମାର ଅର୍ଥ ଅବିବାହିତ ଯୁବକ, ଆଉ କୁମାର ଅର୍ଥ ମଙ୍ଗଳ। ଆଉ ସେ ଶକ୍ତି ହସ୍ତ, ତାଙ୍କ ହାତରେ ଏକ ଗଦା ଅଛି, ଯେଉଁ ଗଦାର ନାଁ ହେଉଛି ଶକ୍ତି। ଲୌହରେ ତିଆରି ସେଇ ଗଦା, ସ୍ୱତନ୍ତ୍ର ପ୍ରକାର ତାର ତିଆରି ନିର୍ମାଣ। ତେଣୁ ଶକ୍ତି ହସ୍ତ ଅର୍ଥାତ୍ ଆଉ ଗୋଟେ ଅର୍ଥରେ ମଧ୍ୟ କୁହାଯାଇଛି, ତାଙ୍କ ବାହୁରେ ଅମାପ ଶକ୍ତି, ଶକ୍ତିମାନ। ତାହେଲେ ଧରଣୀ ଗର୍ଭ ସମ୍ଭୂତଂ ବିଦ୍ୟୁତ ସମ୍ପ୍ରଭମ୍ କୁମାରଂ ଶକ୍ତି ହସ୍ତଂ ଚ
ଲୋହିତାଙ୍ଗଂ, ଯାର ଅଙ୍ଗ ହେଉଛି ଲାଲ ରଙ୍ଗ। ରକ୍ତ ସିନ୍ଦୁର ଭଳି, ରକ୍ତ ମନ୍ଦାର ଭଳି, ରକ୍ତ ଅଳତା ଭଳି ଯାହାଙ୍କ ଦେହର ରଙ୍ଗ, ସେଇ କୁଜ, ସେଇ ଭୁଜ, ସେଇ ଭୌମ ମଙ୍ଗଳଙ୍କୁ ମୁଁ ପ୍ରଣାମ କରୁଛି। ଆପଣ ପ୍ରଣାମ କରନ୍ତୁ ନା, ମଙ୍ଗଳ ହେବ। ଆରମ୍ଭ ହେଲା କୁମ୍ଭ ମାସ। ଏହାର ଆୟୁ ଫେବୃଆରୀ 12ରୁ ମାର୍ଚ୍ଚ 14 ଯାଏ। ଏହା ସୂର୍ଯ୍ୟଙ୍କ ଉତ୍ତରାୟଣ ପର୍ବର ଦ୍ୱିତୀୟ ମାସ। ଏ ମାସରେ ରବି, ଶନି, ବୁଧ ଓ ଶୁକ୍ର କୁମ୍ଭ ରାଶିରେ ରହିବେ। ମାତ୍ର 27/2ରେ ବୁଧ ମୀନକୁ ଯିବେ। ଏଣୁ ମୀନରେ ରାହୁଙ୍କ ସହିତ ବୁଧ ମନ୍ତ୍ରଣା କରିବେ। ବୃଷରେ ବୃହସ୍ପତି, କର୍କଟରେ ମଙ୍ଗଳ, କନ୍ୟାରେ କେତୁ। ଯଦି ମୂଳ ଜାତକରେ ବୁଧ ଗ୍ରହ କନ୍ୟାରେ ବା ମୀନରେ ଥିବେ ବା ଭଲ ସ୍ଥାନରେ ଥିବେ, ସେ ଫେବୃଆରୀ 26 ଯାଏ ଧନ ବୃଦ୍ଧି କରିବେ। ଗ୍ରହ ଶୁକ୍ର ଯଦି ମୀନ, ବୃଷ ବା ତୁଳାରେ ବା ଅନ୍ୟ ଭଲ ସ୍ଥାନରେ ଥିବେ, ଏ ମାସରେ ଶୁକ୍ର ସମସ୍ତ ଦୁଃଖ ହରଣ କରି ସୁଖ ଦେବେ। ଯଦି ବୃହସ୍ପତି କର୍କଟ, ଧନୁ, ମୀନ ବା ଅନ୍ୟ ଉଚ୍ଚ ସ୍ଥାନରେ ଉଚ୍ଚ ପଦବୀରେ କୋଣରେ କେନ୍ଦ୍ରରେ ଥିବେ, ତେବେ ସେ ମାସ ସାରା ବାପାଙ୍କ ପରି ଧନ ଓ ସୁଖ ଦେଇ ଆନନ୍ଦିତ କରାଇବେ। କେତୁ ଯଦି ମେଷ, ବିଛା, ମକରରେ ବା ଭଲ ଜାଗାରେ ଥିବେ, ସେ ସବୁ ଦିଗରୁ ଆସିବାକୁ ଥିବା ସମସ୍ତ ବାଧା ବିଘ୍ନକୁ ଦୂର କରି ସମସ୍ତ ମନୋକାମନା ପୂରଣ କରିବେ। ବୁଧ 27/2ରେ ମୀନକୁ ଗଲା ପରେ ମନ୍ଦ ଗ୍ରହ ରାହୁ ସହ କୁମନ୍ତ୍ରଣା କରି ମୁଣ୍ଡକୁ ବିଗାଡ଼ି ଦେବେ। ଦୁର୍ବୁଦ୍ଧି ଆସିବ। ଭଲ ମଣିଷ ମନ୍ଦ ପରି ଲାଗିବେ। ଅଯଥା ଖର୍ଚ୍ଚ ବଢ଼ିଯିବ। ପଞ୍ଚମରେ ରାହୁ ଓ ବୁଧ, ଏଣୁ ସନ୍ତାନମାନଙ୍କ ପ୍ରତି ବିପଦ। ଏହି ଦୁଇ ବନ୍ଧୁ ରାହୁ ଓ ବୁଧ ସବୁ ଦିଗରୁ ହାନି କରିବେ। ଯଥା ଧନହାନି, ସମ୍ମାନହାନି, ସ୍ୱାସ୍ଥ୍ୟହାନି, ମିତ୍ରହାନି ଆଦି ହାନି ହୋଇପାରେ। ତେଣୁ ଆମେ ଆମର ବାକ୍ ସଂଯମତାକୁ ରକ୍ଷା କରିବା, ଚେଷ୍ଟା କରିବା ଅଧିକ ଶୁଣିବା ପାଇଁ, କମ୍ କହିବା ପାଇଁ। ମୌନିନଃ କଳହୋ ନାସ୍ତି। ପୁଣି ଚତୁର୍ଥ ରବି ପୁରୁଣା ରୋଗକୁ ବଢ଼ାଇ ଦେବେ, ବହୁ କଷ୍ଟ ହେବ। ଚତୁର୍ଥ ଶନି ବି ନୂଆ ନୂଆ ରୋଗ ସୃଷ୍ଟି କରି ପୀଡ଼ା ବଢ଼ାଇ ଦେବେ। କର୍ମାଧିପ ରବି ଯେଣୁ ଶତ୍ରୁ କ୍ଷେତ୍ରରେ ଓ ଚତୁର୍ଥରେ, ଏଣୁ କର୍ମ କ୍ଷେତ୍ରରେ ଅମନୋଯୋଗୀ ହେବେ। ଏହି ଅବହେଳା ପାଇଁ 18 ନକ୍ଷତ୍ର ଅପମାନିତ ହେବେ। ବ୍ୟବସାୟ, ବାଣିଜ୍ୟ ପ୍ରଭୃତି ଦିଗରେ ଅଗ୍ରସର ନ ହୋଇ ଚିନ୍ତିତ ହେବେ। ଦେହ ବାରମ୍ବାର ଖରାପ ହେବ। ଏଣୁ ମନୋବଳ ଭାଙ୍ଗିଯିବ। ଅନ୍ୟ ପକ୍ଷରେ ଜାତକରେ ରବି ଯଦି ମେଷ ବା ସିଂହରେ ବା ଦଶମରେ, ତେବେ ବ୍ୟବସାୟରେ ଭଲ ଲାଭ ହେବ। ଏ ଦିଗରେ ପୂର୍ବରୁ କୁହାଯାଇଛି ଯେ 26/2 ଯାଏ ବୁଧ, ମାସ ସାରା ଏକାଦଶ କେତୁ, ସପ୍ତମ ବୃହସ୍ପତି ସହଯୋଗ କରିବେ। ଧନ ବଢ଼ିଯିବ। ବ୍ୟବସାୟ ବୋଇଲେ ଏଠାରେ ଯିଏ ଯେଉଁ ଆୟରୁ ପରିବାର ପ୍ରତିପୋଷଣ କରୁଛନ୍ତି, ସେ ସମସ୍ତ ଆୟପନ୍ଥା ଉଜ୍ଜୀବିତ ହେବ। ଗୁରୁ ସପ୍ତମରେ, ପ୍ରବଳ ଅର୍ଥ ଲାଭ ହେବ। ଗୁରୁ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି, ତେଣୁ ସବୁ ଦିଗରେ ମଙ୍ଗଳ ହେବ। ଯେହେତୁ ଗୁରୁ ଶୁଦ୍ଧି ଅଛି, କନ୍ୟା ରତ୍ନମାନଙ୍କୁ ଗଳାମାଳା ପିନ୍ଧିଲା ଭଳି ଯୋଗ୍ୟ ବର ଉତ୍ସାହିତ ହୋଇ ଗ୍ରହଣ କରିବେ। ଅର୍ଥାତ୍ ସମସ୍ତ ବିବାହ ଯୋଗ୍ୟା କନ୍ୟାମାନଙ୍କୁ ସେମାନଙ୍କର ମନ ଲାଖି ବର ମିଳିଯିବ। ସେମାନେ ସାରା ଜୀବନ ମହା ଆନନ୍ଦରେ କଟାଇବେ। ସୁଖର ଡୋଳିରେ ଝୁଲିବେ। ଯେହେତୁ ସପ୍ତମ ବୃହସ୍ପତି। ଘରେ ମାଙ୍ଗଳିକ କାର୍ଯ୍ୟ
କରିବାର ସୁଯୋଗ ବୃହସ୍ପତି ସୃଷ୍ଟି କରିବେ। ଯେଉଁମାନଙ୍କ ଜନ୍ମ ଶୁକ୍ଳ ଅଷ୍ଟମୀ ଠାରୁ କୃଷ୍ଣ ନବମୀ ମଧ୍ୟରେ ସେମାନେ ନୂତନ ଯୋଜନା କରି ସଫଳ ହେବେ। ନୂତନ ବ୍ୟବସାୟ ଆରମ୍ଭ ହେବାର ସୁଯୋଗ ଆସିଛି। ଏ ମାସରେ ରୋଗ ବ୍ୟାଧିରେ ଠକାମିରେ ଗୁଡ଼ାଏ ବ୍ୟୟ ହେବ। ଭଲ ଆୟ ବି ହେବ। ଆୟ ନହେଲେ ବ୍ୟୟ ଆସିବ କେଉଁଠୁ? ହାନି ଲାଭ ଭିତରେ ଶୁକ୍ର ସମସ୍ତ ଚିନ୍ତା ଲାଘବ କରିବେ, ସୁଖ ବି ଦେବେ। ରବି ଶନି ରାହୁ ମଙ୍ଗଳ ଓ ବୁଧ ଅସୁବିଧାରେ ପକାଇ ପାରନ୍ତି। ଏଣୁ ସବୁ ଗାଁରେ ନାହାନ୍ତି। ଈଶାନ୍ୟ କୋଣରେ ମାନେ ଉତ୍ତର ଦିଗରେ ହାରାହାରି ମହାଦେବ, ଆଉ ସେପଟରେ ନୈଋତ୍ୟ କୋଣରେ ବା ପଶ୍ଚିମରେ ଅଛନ୍ତି ଠାକୁରାଣୀ ହର ଗୌରୀ ବାପା ମା, ଆଉ ତାଙ୍କ କୋଳରେ ଆମମାନେ ପିଲା ଛୁଆ କ'ଣ। ତେଣୁ ଗାଁ ଠାକୁରାଣୀ ଦୁର୍ଗା ଦେବୀ, ତାଙ୍କୁ ସଞ୍ଜ ସକାଳେ 2 ଓଳି ଟିକେ ପ୍ରଣାମ କରନ୍ତୁ। ଖାଲି ହାତରେ ମନ୍ଦିର ଯାଆନ୍ତିନି, କିଛି ଫୁଲ ନେଇକିରି ଯିବେ ବା ପ୍ରସାଦ ନେଇକିରି ଯିବେ, ନହେଲେ ଧୂପକାଠିଟେ ନେଇକି ଯିବେ। କେବେ ଖାଲି ହାତରେ ଗୁହାଳକୁ ଯିବେନି, ଝିଅ ଘରକୁ ଯିବେନି, ସମୁଦ୍ର କୂଳକୁ ଯିବେନି କି ମନ୍ଦିରକୁ ଯିବେନି। ସବୁବେଳେ ମନେ ରଖିଥିବେ ମୁଁ କିଛି ଦେବି। ଯିଏ ଦିଏ ସେ 6 ଗୁଣ ପାଏ। ଯାହା ଦେବେ 6 ଗୁଣ ପାଇବେ। ଆଉ ମୋତେ ଆପଣ କାଲି ଗୋଟେ ବିଧା ପକାଇଥିଲେ ପରା, ଆଜି ଭୋରୁ ଆପଣଙ୍କ ପିଠିରେ 6ଟା ବିଧା ପଡ଼ିଲା। ଦେଇଥିଲେ ପାଇ। ଏଇ ଲାଇନ୍ ମନେ ରଖିଥିବେ। ଯାହା ଦେବେ 6 ଗୁଣ ପାଇବେ। ସୁଖ ଦେଲେ 6 ଗୁଣ ସୁଖ, ଦୁଃଖ ଦେଲେ 6 ଗୁଣ ଦୁଃଖ ପାଇବେ। ତେଣୁ ଦେବୀଙ୍କୁ ପ୍ରାର୍ଥନା କରିବେ, ଦୁଃଖ ଲାଘବ ହେବ। ଗାଁ ଠାକୁରାଣୀ ଓ ଘର ଆଗରେ ବୃନ୍ଦାବତୀଙ୍କୁ ସେବା କରନ୍ତୁ। ଠାକୁରାଣୀ ମନ୍ଦିରକୁ ଯାଆନ୍ତୁ, ପ୍ରଣାମ କରନ୍ତୁ, ଯଥାସମ୍ଭବ ଉପହାର ନେଇଯାଆନ୍ତୁ। କିଛି ନାହିଁ, 4ଟା ଫୁଲ ନେଇଯିବେ, ନହେଲେ ବେଲପତ୍ର 3 ବେଲପତ୍ର 3ଟା ନେଇଯିବେ। ଏବେ ତ ପତ୍ର କ'ଣ ହେଲାଣି ନା, ମନ୍ଦାର ଫୁଲ ନେଇଯିବେ, ଟିକେ ଭୋଗ ମେଞ୍ଚେ ଗୁଡ଼ ନେଇଯିବେ କଦଳୀପତ୍ରରେ। କହିବେ ମା ତୁ ତ ଜାଣିଛୁ ମୋର ଅବସ୍ଥା, ଏଇ ଭୋଗ ଟିକେ ଗ୍ରହଣ କର। ପେଟେଇ ଶୋଇପଡ଼ିବେ, ମୁଣ୍ଡିଆ ମାରିଦେବେ। ମା ବୁଝିବ ମ। ହଁ, ଆଉ ବାପା 14 ପୁରୁଷରୁ ଆମ ଘର ଆଗରେ ଅଛି କ'ଣ? ବୃନ୍ଦାବତୀ। ସେଇ ତୁଳସୀ ଗଛକୁ ଆମେ ପୂଜା କରୁଛେ। ତା ମୂଳରେ ଟିକେ ପାଣି ଦେବା, ତା ମୂଳରୁ ଟିକେ ମାଟି ଆଣିକିରି କପାଳରେ ମାରିବା। ସବୁଦିନ ଗଛରୁ ଖସି ପଡ଼ିଥିବା ତୁଳସୀ ପତ୍ରକୁ ପାକେଟରେ ରଖି ଯୁଆଡ଼େ ଛାଡ଼ିଯିବା, କିଛି କ୍ଷତି ହେବନି। ବୁଝିପାରିଲା? ତେଣୁ ବୃନ୍ଦାବତୀଙ୍କ ଠାକୁରାଣୀଙ୍କ ସେବା କଲେ ସବୁ ଦୁଃଖ ଦୂର ହେବ। ଦିନ ଦୁଃଖୀମାନଙ୍କୁ ଯଥାଶକ୍ତି ଦିଅନ୍ତୁ। ସବୁବେଳେ ଦବା ମନୋବୃତ୍ତି ନିଅନ୍ତୁ, ମିଳିବ। ଆଉ ମୁଁ ନେବି ସମସ୍ତଙ୍କଠୁ, ଗଲା ଆଉ। ହେଲେ ବନ୍ଧୁ, ସୂର୍ଯ୍ୟଙ୍କୁ ଟିକେ ପୂଜା କଲେ ଭଲ ହୁଅନ୍ତା। କାରଣ ସେ ସକଳ ଶକ୍ତିର ଆଧାର। ତାଙ୍କର ପ୍ରିୟ ମନ୍ତ୍ର ହେଲା ହ୍ରିଂ ଭୁଣେ ସୂର୍ଯ୍ୟାୟ ନମଃ। ତାପରେ ଉଦୟ ସମୟରେ ଯଦି ସୂର୍ଯ୍ୟଙ୍କୁ ଯୋଡ଼ ହସ୍ତରେ କହିବା ଆଦିତ୍ୟସ୍ୟ ନମସ୍କାରମ୍ ଯେ କୁର୍ବନ୍ତି ଦିନେ ଦିନେ ଜନ୍ମାନ୍ତର ସହସ୍ରେଷୁ ଦାରିଦ୍ର୍ୟଂ ନୋପଜାୟତେ, 2 ଥର। ଆଉ ନଈକି ପ୍ରଣାମ କରିବା, ପାଣି ଦେବା। ପାଣି ଦେଇ ସାରିକିରି କହିବା ହ୍ରିଂ ଭୁଣେ ସୂର୍ଯ୍ୟାୟ ନମଃ, ହ୍ରିଂ ଭୁଣେ ସୂର୍ଯ୍ୟାୟ ନମଃ 7 ଥର କହିବା। ହେଲେ ସୂର୍ଯ୍ୟ ବିଦାୟ କରିବେ। ଏଥିରେ କ'ଣ ପଇସା ଖର୍ଚ୍ଚ ହେଉଛି ନା ସମୟ ଖର୍ଚ୍ଚ ହେଉଛି? ଯଦି ଏତିକି କାମ କରି ଆମେ କିଛି ଭଲ ଲାଭ ପାଇବା, ନ କରିବା କାହିଁକି? କ'ଣ କହୁଛନ୍ତି? କରିବେ କି ନାହିଁ? ରହିଲି ବନ୍ଧୁ, ନମସ୍କାର।